ସାଙ୍ଗମାନେ ଜୟ ଜଗନ୍ନାଥ। ସାଙ୍ଗମାନେ ଆଜି ଗୋଟେ ବହୁତ ବଢ଼ିଆ ପୋଟଳର ରେସିପି ଆଣିଛି। କମ୍ ସମୟ ମଧ୍ୟରେ କେମିତି ଆମେ ଏ ପୋଟଳ କଷାଟା ବନେଇଛୁ ସେଇଟା ଆଜି ଆପଣମାନଙ୍କୁ କହିବି। ସାଙ୍ଗମାନେ ଦେଖନ୍ତୁ, ମୁଁ କିଛି ପୋଟଳ ନେଇଛି ଆଉ କିଛି ଆଳୁ ନେଇଛି। ତ ଆଳୁର ଚୋପା ଛଡ଼େଇକି ଆମେ କାଟି ନେବା। ସାଙ୍ଗମାନେ ଯଦି ଆପଣମାନେ ଚ୍ୟାନେଲରେ ନୂଆ ତାହେଲେ ଛୋଟ ଅନୁରୋଧ, ସାଙ୍ଗମାନେ ଚ୍ୟାନେଲଟାକୁ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବା ସାଙ୍ଗେ ସାଙ୍ଗେ ଭିଡ଼ିଓଟି ଯଦି ଭଲ ଲାଗେ କମେଣ୍ଟ ମାଧ୍ୟମରେ ନିଶ୍ଚିନ୍ତ ଜଣାଇବେ। ତ ଏଇଠି ଦେଖନ୍ତୁ ଆଳୁ କାଟି ସାରିଛି। ମୁଁ ଟିକେ ବଡ଼ ବଡ଼ କରି କାଟିଛି, ଆପଣ ଚାହିଁଲେ ମିଡ଼ିୟମ୍ ସାଇଜ୍ର ଆଳୁ କାଟିପାରିବେ। ତ ଏଇଠି କ'ଣ କରିବା ସାଙ୍ଗମାନେ, ଆଳୁ କାଟିକି ପାଣିରେ ପକାଇ ଦେଇଛି। ଆଳୁର ଯେଉଁ ଷ୍ଟାର୍ସ ଗୁଡ଼ାକ ଅଛି ପାଣିରେ ପକାଇଦେଲେ ଆଳୁ କଳା ପଡ଼ିବନି। ତାପରେ ପୋଟଳକୁ ପ୍ରଥମରୁ ଭଲ ଭାବେ ଧୋଇ ନେଇଥିଲି। ତାପରେ ଏମିତି ପୋଟଳକୁ ଛୋଟ ଛୋଟ କରି କାଟିଛି, ବେଶୀ ବଡ଼ ରଖିନି, ଛୋଟ ଛୋଟ କରି କାଟିଛି। ପୋଟଳ ଯେହେତୁ ତାଜା ପୋଟଳ ଅଛି ମୁଁ ଚୋପା ଛଡ଼ଉନଥିଲି, କିନ୍ତୁ ଆପଣଙ୍କୁ ଗୋଟେ ଚୋପା ଛଡ଼େଇ ଦେଖାଇ ଦେଉଛି ଯେ ଯଦି ଆପଣ ଚୋପା ଛଡ଼େଇବାକୁ ଚାହିଁବେ ତ ଏମିତି ଚୋପା ଛଡ଼େଇ ନେବେ। ତ ଏଇ ପୋଟଳ ଗୁଡ଼ାକ ଏଇ ଟାଇପ୍ର କାଟିବେ। ଏଇ ଟାଇପ୍ର କାଟିଲେ ବହୁତ ଭଲ ଲାଗିବ ଖାଇବା ପାଇଁକି ପାଟିକୁ। ତ ଦେଖନ୍ତୁ ସବୁ ଯାକ ପୋଟଳ ମୁଁ କାଟି ନେଇଛି। କାଟି ସାରିଲା ପରେ ଏବେ ଆଳୁ ପୋଟଳକୁ ଏକାଠି କରି ରଖିଦେବା। ତ ଦେଖନ୍ତୁ ଆଳୁ ପୋଟଳ ଏକାଠି କରି ଗୋଟେ ପ୍ଲେଟ୍କୁ ନେଇଛି। ତାପରେ କଡ଼େଇରେ କିଛି ସୋରିଷ ତେଲ ନେଇଛି। ସୋରିଷ ତେଲ ଦେହରେ ଏ ତରକାରୀଟା କଷାଟା ବହୁତ ବଢ଼ିଆ ଲାଗେ। ଆଉ ଯଦି ଆପଣ ସୋରିଷ ତେଲ ଖାଇବାକୁ ପସନ୍ଦ କରନ୍ତି ନାହିଁ ଅଲଗା କୌଣସି ତେଲ ନେଇପାରିବେ। ଏଇଠି ଦେଖନ୍ତୁ ପୋଟଳ ଗୁଡ଼ାକ ତେଲରେ ଟିକେ ଭାଜିବା। ତ ମୁଁ ଏଇଠି ତେଲ କିଛି ଦେଇଛି। ତାପରେ ତେଲ ଗରମ ହେବା ପରେ ପ୍ରଥମେ ପୋଟଳକୁ ପକାଇଛି। ଘୋଡ଼େଇ ଘୋଡ଼େଇ ଯଦି ଭାଜିବେ ପୋଟଳକୁ ବହୁତ ବଢ଼ିଆ ଭାବେ ସିଝିଯିବା ସାଙ୍ଗେ ସାଙ୍ଗେ ଭାଜି ବି ହେଇଯିବ। କିନ୍ତୁ ସାଙ୍ଗମାନେ ଧ୍ୟାନ ରଖିବେ, ଯେବେ ବି ତେଲରେ କୌଣସି ବି ପରିବା ଛାଣୁଛନ୍ତି ୟା ଭାଜୁଛନ୍ତି ହଳଦୀ ଲୁଣ କେବେ ବି ଗୋଳେଇବେନି। ଯଦି ହଳଦୀ ଲୁଣ ଗୋଳଉଛନ୍ତି ହଳଦୀ ଦେଲେ ତେଲ ଟାଣି ନେବ, ଆଉ ଲୁଣ ଦେଲେ ନରମ ହେଇଯିବ ପରିବା। ଯଦି ନରମ କରିବାକୁ ଚାହୁଁଛନ୍ତି ତାହେଲେ ଲୁଣ ଦେଇ ଭାଜି ନେବେ। ତ ଏଇଠି ଦେଖନ୍ତୁ ପୋଟଳ ଭଲ ଭାବେ ଭାଜି ହେଇଗଲାଣି। ତାପରେ ଆମେ ଏଇଠି କ'ଣ କରିବା, ପୋଟଳ ଗୁଡ଼ାକ କାଢ଼ି ନେବା ତେଲରୁ। ଯେତିକି ତେଲ ଦେଇଥିଲି ସେତିକି ହିଁ ତେଲ ଅଛି, ପୋଟଳ ବିଲକୁଲ ବି ତେଲ ଟାଣିନି। ତ ଏଇଠି କ'ଣ କରିବା, ଏଇ ଯେଉଁ ତେଲ ଅଛି ତା ଦେହରେ ଆଳୁ ଗୁଡ଼ିକ ବି ଭାଜି ନେବା। ତ ଦେଖନ୍ତୁ ଏତିକି ତେଲରେ ଆମେ ରୋଷେଇ ବି ସାରିଦେବା, ଜଣା ବି ପଡ଼ିବନି। ତ ଏଇଠି ଦେଖନ୍ତୁ ଆଳୁ ଗୁଡ଼ିକ ମୁଁ ଏଇ ତେଲରେ ପକାଇ ଦେଇଛି। ଆଳୁକୁ ବି ସେମିତି ଘୋଡ଼େଇକି ଭାଜି ନେବା। ଯେତେବେଳେ ଘୋଡ଼େଇକି ଭାଜିବେ ଜଲ୍ଦି ବି ସିଝିବା ସାଙ୍ଗେ ସାଙ୍ଗେ ଭାଜି ବି ହେଇଯିବ ଭଲ ଭାବରେ। ତ ଏଇଠି ଦେଖନ୍ତୁ ମୁଁ କିଛି ସମୟ ଘୋଡ଼େଇକି ଭାଜି ନେଇଛି। ଆଳୁ ଗୁଡ଼ିକ ସିଝିବା ସାଙ୍ଗେ ସାଙ୍ଗେ ଭଲ ଭାବେ ନାଲି ହେଇକି ଭାଜି ହେଇଯାଇଛି। ତାପରେ ଆଳୁ ଗୁଡ଼ିକ ଆମେ କାଢ଼ିଦେବା ତେଲରୁ। କାଢ଼ି ସାରିଲା ପରେ ଏଇ ତେଲରେ ଆମେ ରୋଷେଇ କରିବା, କଷାଟା କରିବା। ଆପଣ ଯଦି ଚାହିଁବେ ଏ ତେଲକୁ କାଢ଼ିକି ଅଲଗା ତେଲ ଦେଇ କଷିପାରିବେ, କିନ୍ତୁ ଯେହେତୁ ଏଥିରେ ପୋଟଳର ଫ୍ଲେଭର ଅଛି ତ ମୁଁ ଏଇ ତେଲ ଦେଉଛି। ତେଲ ବେଶୀ ପୋଡ଼ି ନାହିଁ। ତ ମୁଁ ଏଇ ତେଲରେ ଗୋଟେ ଚାମଚ ଦେଇଛି ଚିନି, ଯେଉଁଟାକି କଲର୍ ପାଇଁକି ଟିକେ। ଗୋଟେ କଞ୍ଚା ଲଙ୍କା ଭାଙ୍ଗି ଦେଇଛି। ଦେଖନ୍ତୁ ଚିନି ଯେତେବେଳେ ଫେଣ ଫେଣ ହେଇ ଉପରକୁ ଉଠିଛି ସେଇ ଟାଇମ୍ରେ ମୁଁ ପିଆଜ ଦେଇଛି। ଏମିତି କଲେ କ'ଣ ହେବ ନା ତରକାରୀ ବଢ଼ିଆ କଲର୍ ଆସିବ, ଆଉ ବହୁତ ଭଲ ଲାଗିବ ଖାଇବା ପାଇଁକି। ତ ଏଇଠି ଦେଖନ୍ତୁ ପିଆଜ ଟିକେ ଭାଜିଛି। ଭାଜିବା ଭିତରେ ଚାଲନ୍ତୁ ଗୋଟେ ମସଲା ବନେଇବା। ତ ଏଇଠି ପିଆଜକୁ ଭଲ ଭାବରେ ଏମିତି ଖୋଲିକିରି ଭାଜି ନେବା। ତ ଏଇଠି ଚାଲନ୍ତୁ ଗୋଟେ ମସଲା ବନେଇବା ପାଇଁ। ମସଲା ବନେଇବା ପାଇଁ ସାଙ୍ଗମାନେ ମୁଁ ଗୋଟେ ଛୋଟ ମସଲା ଜାର୍ ବ୍ୟବହାର କରିଛି। ତ ଏଇଠି ଦେଖନ୍ତୁ ଏଇ ଜାର୍ଟା ବ୍ୟବହାର କରିଛି। ତା ଦେହରେ କିଛି ଦେଇଛି ପିଆଜ, କିଛି ରସୁଣ, କିଛି ଅଦା, କଞ୍ଚା ବାଦାମ ଦେଇଛି। ଟିକେ ପାଣି ଦେଇକି ଭଲ ଭାବେ ବାଟି ନେଇଛି। ସାଙ୍ଗମାନେ ତା ଭିତରେ ଦେଖନ୍ତୁ ପିଆଜ ଭଲ ଭାବେ ଭାଜି ହେଇଯାଇଛି। ସେଇ ଭାଜି ହେବା ଭିତରେ ଆମେ ମସଲା ରେଡ଼ି କରିଦେଇଛୁ। ତ ଏ ମସଲାକୁ ଏଇଠି ପିଆଜରେ ଦେଇଦେବା। ତ ଏଇଠି ପିଆଜରେ ଦେଇ ସାରିଲା ପରେ ମସଲାକୁ ପୁରା ଭଲ ଭାବେ ଗୋଳେଇ ନେବା। ଆଉ ମସଲାର ପାଣି ସରିବା ପର୍ଯ୍ୟନ୍ତ ଏମିତି ଭାଜିବା। ମସଲାକୁ ବିଲକୁଲ ବି ଛାଡ଼ିବେନି। କଞ୍ଚା ବାଦାମ ଆମେ ଯେଉଁ ବ୍ୟବହାର କରିଛେ ମସଲା ଜଲ୍ଦି ତଳେ ବସିଯିବ। ତ ଏଇଠି ମସଲାରୁ ପାଣି ସରିଯାଇଥିଲା, ତ ମୁଁ ଏଇଠି ଦେଇଛି ଅଳ୍ପ ଟିକେ ପାଣି।
पानी देकी प्रथमे आउ सब मसला ऐड करवा। तो आउ मसला पाई मु देइछि अध चामच टिके अधिका काश्मीर चिली, अध चामच देइछि जीरा गुंड, अध चामच धनिया गुंड, अध चामच देइछि लंका गुंड, अध चामच देइछि हळदी गुंड, आ अध चामच देइछि मीट मसला गुंड। सबु देके भल भाबे गोळेई नेछि। तापरे मु किछि पानी देइछि, पानी देके आउ टिके भल से गोळेइछि। तो ये देखो मसला को भल भाव गोली नहीं सारा पर मुझे कौन कर मसला टिके फुटी आसाला। तो मुझे पानी दे देछि, आउ टिके पानी देछि। तापरे मुझे दुईटा टमाटर छोट छोट कर काटिकी देछि। सांग मैंने टमाटर दे सारा पर मु किछि दही देछि जोटा कि बिल्कुल खटा ही नथिला। आउ एठी स्वाद हिसाब रे लुण देछि। आमे पोटल आलू देहरे लुण दे नथिले, लुणर व्यवहार हेई नथिला। तो एठी मसला रे एका संगे रे लुण दे देछि, तापरे घोड़े देथिली। मसला भल भाबे सिझी गलानी, पानी भी कम हे गलानी। तो मु एठी कोन करछि सांग माने पोटल आलू को पके देछि। एका संगे रे पानी देबे जेतोले मसला कसिया समय रे, आउ पानी बिल्कुल भी आमे व्यवहार करबानी। तो पोटल आलू पके सारा पर मु एठी कोन करछि किछि समय पाई घोड़े देछि। जेहेतु ए मसला रे टिके पानी अंश अछि, से पानी देरे पोटल आलू बाकी जहाँ सिझी नथिबो सिझी भी जीवो, आ मसलार फ्लेवर पूरा भरिकी आसीबो पोटल आलू देहरे। तो एठी देखंतु पोटल आलू केते बढ़िया से रेडी हेई गलानी। एते सुआदिया एते बास्ना पूरा महकुची घर सारा। एबे कौन करवा सांग माने गैस फ्लेम बंद करदबा, टिके दालचीनी गुंड आउ टिके गोलमरिच गुंड गोलेकरी आकु आमे सर्व करवा। तो ये देखो पोटल आलू कषा रेडी हो गलानी। आज सांग माने एतिकी रहुची, पुणी देखा नुआ एक रेसिपी सहित। जय जगन्नाथ।